ଆମେ ପୂର୍ବ ଅଧ୍ୟାୟରେ ଦେଖୁଥିଲେ ଯେ ବଡ଼ପଣ ସମ୍ପର୍କରେ। ତ ବର୍ତ୍ତମାନ ଆମେମାନେ ଦେଖିବା ତାର ସାରମର୍ମ ସମ୍ପର୍କରେ। ତ ପୂର୍ବରୁ ଦେଖିଥିଲେ ବଡ଼ପଣ, ଯାହାକି ରାଧାନାଥଙ୍କ ଦ୍ୱାରା ରଚିତ। ତ ପୁଣି ଥରେ ଆମେମାନେ ଆଲୋଚନା କରିବା ପାଇଁ ଯାଉଛେ ବଡ଼ପଣକୁ। ତ ବଡ଼ପଣର କବି ହେଉଛନ୍ତି କବିବର ରାଧାନାଥ ରାୟ। ସେ ନବଜାଗରଣ ଯୁଗର ଜଣେ ପ୍ରମୁଖ ସ୍ରଷ୍ଟା। ଭାଷା ସାହିତ୍ୟ ସୁରକ୍ଷାରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର କାବ୍ୟ କବିତା ପାଶ୍ଚାତ୍ୟ ସାହିତ୍ୟ ଦ୍ୱାରା ବିଶେଷ ଭାବେ ପ୍ରଭାବିତ। ସେ 1848ରେ ଜନ୍ମଗ୍ରହଣ କରିଥିଲେ ଏବଂ 1908ରେ ତିରୋଧାନ ହୋଇଥିଲା ତାଙ୍କର। ତ ସେ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସୁନ୍ଦରୀ ଲାସ୍ୟମୟୀ ଝଙ୍କାର ଯେଉଁ ସମୟରେ କ୍ରମଶଃ ନିଷ୍ପ୍ରଭ ହୋଇ ଆସୁଥିଲା, ସେହି ସମୟରେ ଉତ୍କଳ ଜନସମାଜ ଶିକ୍ଷା, ଶାସନ, ବାଣିଜ୍ୟ, ଶିଳ୍ପ, ରାଜନୀତି ପ୍ରଭୃତି ସାମାଜିକ ବିକାଶର ଅନୁନ୍ନତ ସ୍ତରରେ ଅବସ୍ଥାନ କରୁଥିଲେ। ପଡ଼ୋଶୀ ଅଣ-ଓଡ଼ିଆମାନଙ୍କ ଦ୍ୱାରା ଓଡ଼ିଆ ଭାଷା ସାହିତ୍ୟର ବିଲୋପ ସାଧନ ନିମିତ୍ତ ଯେତେବେଳେ ପ୍ରବଳ ଉଦ୍ୟମ ଚାଲିଥିଲା, ଓଡ଼ିଶା ପ୍ରଦେଶକୁ ଖଣ୍ଡ ବିଖଣ୍ଡିତ କରି ଏହାର ଅସ୍ତିତ୍ୱ ଲୋପ କରିବା ନିମିତ୍ତ ଅପଚେଷ୍ଟା କରିଥିଲା। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କାହାର ଆବିର୍ଭାବ ହୋଇଥିଲା? ନା ରାଧାନାଥ ରାୟଙ୍କ ଆବିର୍ଭାବ ହୋଇଥିଲା। ତ ମଧ୍ୟଯୁଗର ଅବସାନ ଘଟିଛି ଯେଉଁ ସମୟରେ, ତଥା ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବ ପଡ଼ିଛି ଓଡ଼ିଶାରେ ଏବଂ ଓଡ଼ିଆ ଭାଷା ସାହିତ୍ୟର ବିଲୋପ ପାଇଁ ଚେଷ୍ଟା କରୁଛନ୍ତି ବଙ୍ଗାଳୀମାନେ। ଠିକ୍ ସେହି ସମୟରେ ହିଁ ରାଧାନାଥ ରାୟଙ୍କର ଆବିର୍ଭାବ ଘଟିଛି। ସେ ଏକଧାରାରେ ଜଣେ ଭାଷାତତ୍ତ୍ୱବିତ୍ ତଥା କବି, ପ୍ରାଚ୍ୟ ପାଶ୍ଚାତ୍ୟ ସାହିତ୍ୟର ଅସାଧାରଣ ବିଦ୍ୱାନ ଥିଲେ ସେ। ଏହି ଦୃଷ୍ଟିରୁ ତାଙ୍କର କାବ୍ୟ କବିତାରେ ପ୍ରାଚ୍ୟ ପାଶ୍ଚାତ୍ୟର ଉଭୟର ସମନ୍ୱୟ ଦେଖିବାକୁ ମିଳିଥାଏ। ବିଶେଷତଃ ପାଶ୍ଚାତ୍ୟ ସାହିତ୍ୟ ଦ୍ୱାରା ସେ ପ୍ରଭାବିତ ଏବଂ ଅନେକ ଗୁଡ଼ିଏ ଜିନିଷ ସେ ଲେଖିଛନ୍ତି। ତ ଠିକ୍ ସେହିପରି ତାଙ୍କ ରଚନା ମଧ୍ୟରେ ଆମେ ଦେଖିବାକୁ ପାଇବା କେଦାରଗୌରୀ, ଚନ୍ଦ୍ରଭାଗା, ତାପରେ ନନ୍ଦିକେଶ୍ୱରୀ, ଉଷା, ପାର୍ବତୀ, ଚିଲିକା, ମହାଯାତ୍ରା, ଦରବାର, ଯଯାତି କେଶରୀ, ଇତାଲ୍ୟ ଯୁବ ଆଦି ଅନେକ ଗୁଡ଼ିଏ ସୃଷ୍ଟି ସେ ରଚନା କରିଛନ୍ତି। ତା ସହ ବଡ଼ପଣ କବିତା ଯେତେବେଳେ କ'ଣ ହେଇଛି ନା ପଠାଣି ସାମନ୍ତକୁ ସମ୍ବର୍ଦ୍ଧନା କରିବା ପାଇଁ ଗୋଟେ ଦରବାରର ଆୟୋଜନ କରାଯାଇଛି। ଦରବାର ନ କହିବା ଗୋଟେ, ହଁ, ସେ ସମସ୍ତଙ୍କୁ ଡକାଯାଇଛି, ଜମିଦାର, ଗଡ଼ଜାତ ବହୁତ ଲୋକଙ୍କୁ ଡକାଯାଇଛି। ତ ସେହିଠାର ପ୍ରସଙ୍ଗକୁ ଏଠାରେ କବି ଆଲୋଚନା କରିଛନ୍ତି। ଏହା ଦରବାରରୁ ଆନିତ। ଦରବାରର ଗୋଟେ କ୍ଷୁଦ୍ର ଅଂଶ ହେଉଛି ବଡ଼ପଣ। ତ ଯୁଗସ୍ରଷ୍ଟା କବି ରାଧାନାଥ ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ଧୁରୀଣ କବି ପ୍ରତିଭା। ତାଙ୍କର ସୁପ୍ରସିଦ୍ଧ ବ୍ୟଙ୍ଗ କାବ୍ୟ ହେଉଛି ଦରବାରର ଗୋଟେ ଅଂଶ ହେଉଛି ବଡ଼ପଣ। ନକ୍ଷତ୍ର ବିଜ୍ଞାନୀ, ଯାହାକି ପଠାଣି ସାମନ୍ତ, ମୁଁ ପୂର୍ବରୁ ମଧ୍ୟ କହିଛି ଯେ ସମ୍ବର୍ଦ୍ଧନା ଦେବା ଉପଲକ୍ଷରେ କ'ଣ କରାଯାଇଛି, ଦରବାରରେ ଯୋଗ ଦେବା ପାଇଁ ବହୁତ ଗୁଡ଼ାଏ ଗଡ଼ଜାତ, ଜମିଦାର, ରାଜା, ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଡକାଯାଇଛି। ତ ସେଠାରେ କ'ଣ କରିଛନ୍ତି ନା କଟାକ୍ଷ କରିଛନ୍ତି। ଯୋଗ ଦେଇଥିବା ରାଜା କର୍ମଚାରୀମାନଙ୍କର ଅସାର, ଅହଙ୍କାର, ବୃଥା ଆସ୍ଫାଲନକୁ କବି ଏଠାରେ କହିଛନ୍ତି ଯେ ତମର ପୂର୍ବପୁରୁଷ କିଭଳି ମହାନ ଥିଲେ ବୋଲି ସେ କହୁଛନ୍ତି ବ୍ୟଙ୍ଗ ମାଧ୍ୟମରେ। ତ କବିତାର ପ୍ରାରମ୍ଭରେ ଐତିହ୍ୟ ସମ୍ପନ୍ନ ଉତ୍କଳର ଅବକ୍ଷୟର ଚିତ୍ର ପ୍ରଦାନ କରିଛନ୍ତି କବି, ତଥା ପୂର୍ବ ପୁରୁଷମାନଙ୍କର ବିଶାଳ ପ୍ରତିଷ୍ଠା ସମ୍ପର୍କରେ ମଧ୍ୟ ସେ କ'ଣ କରିଛନ୍ତି ନା ଆଲୋଚନା କରିଛନ୍ତି। ତାହା ସହ କବି ଦୃଷ୍ଟିରେ ସଂହତି ନଷ୍ଟ, ବିନଷ୍ଟ ତଥା ପତନମୁଖୀ ଅହଙ୍କାରୀ ଦୟାମାନଙ୍କୁ କବି କେଶରୀ ଔରସରୁ ଜନ୍ମ ଗ୍ରହଣ କରିଥିବା ବୋଲି ପଶ୍ଚାତପଦ କରିନାହାନ୍ତି। ଯେ ବର୍ତ୍ତମାନର ରାଜାମାନଙ୍କୁ ଶ୍ୱାନରୁ ଜନ୍ମଗ୍ରହଣ କରିଛନ୍ତି। କେଶରୀ ଔରସରୁ ଶ୍ୱାନର ଜନ୍ମ, ଅର୍ଥାତ୍ କେଶରୀରୁ କୁକୁରର ଜନ୍ମ ବୋଲି କହିଛନ୍ତି। ପରବର୍ତ୍ତୀ ଦୟାଦ ଭାବେ ନିଜର ନାମ, ସୁନାମ, ଯଶ, କୀର୍ତ୍ତି ସୃଷ୍ଟି ନ କରି ପୂର୍ବପୁରୁଷର କୀର୍ତ୍ତିରାଜିକୁ ପିକି ଭାଙ୍ଗି ସବୁ ଆସ୍ପର୍ଦ୍ଧାକୁ କବି ନାପସନ୍ଦ କରିଛନ୍ତି, ଯେ ସବୁ କିଛି ଖାଇ ପୋଡ଼ି ଯାଇଛନ୍ତି। ତେଣୁ ପୂର୍ବପୁରୁଷଙ୍କ ଗୌରବକୁ ମନେ ପକାଇ କୃତ୍ୟକୃତ୍ୟ ହେବା ପରିବର୍ତ୍ତେ ବର୍ତ୍ତମାନ ସମୟ ଆସିଛି ସେହି ବିଶାଳ ପ୍ରତିଷ୍ଠାକୁ ମନେ ପକାଇ ତାର ପୁନରୁଦ୍ଧାର ପୂର୍ବକ ନିଜର ଗାରିମାକୁ ଆହୁରି କ୍ରମବର୍ଦ୍ଧିଷ୍ଣୁ କରିବା ପାଇଁ।
ତ ସେହି ପୂର୍ବପୁରୁଷ ଭଳି ନିଜ ଗାରିମାକୁ ଆହୁରି କର୍ମବର୍ଦ୍ଧିଷ୍ଣୁ କରିବା ପାଇଁ କବି ଏଠାରେ କହିଛନ୍ତି। ତ ପ୍ରାଚୀନ କାଳର ରାଜା ହେଲେ, ମହାରାଜା ହେଲେ, ସମ୍ରାଟମାନେ ହେଲେ, ସେମାନେ କିପରି ଥିଲେ? ନା ସେମାନେ ବନିଶକା ପରି ଊର୍ଦ୍ଧ୍ୱଗାମୀ। ସେମାନେ ପରମ ଉଦାର ଥିଲେ, ବନିଶକା ପରି ଊର୍ଦ୍ଧ୍ୱଗାମୀ ଥିଲେ। ସମସ୍ତଙ୍କୁ ଗୋଟେ ପରିବାର ମନେ କରୁଥିଲେ। ବସୁଧୈବ କୁଟୁମ୍ବକମ୍ ତାଙ୍କର ପରିକଳ୍ପନା ଥିଲା। କିନ୍ତୁ ବର୍ତ୍ତମାନ ରାଜାମାନଙ୍କ ପାଖରେ ଅହଙ୍କାର, ଘୃଣା ବହୁତ ଗୁଡ଼ାଏ ମନୋଭାବ ରହିଛି ବୋଲି ସେ କହୁଛନ୍ତି କଟାକ୍ଷ କରିକି। ନିଜକୁ ଜାତି ସହିତ ଅସୁରୀକୃତ କରୁଥିଲେ। ରାଜା ପ୍ରଜାର ଉତ୍ତମ ସମ୍ପର୍କ ରହିଥିଲା। ପ୍ରଜାନୁରଞ୍ଜନ ରାଜା ଭାବରେ ସେମାନେ କାର୍ଯ୍ୟ କରୁଥିଲେ। ନିଜ ଗାରିମାକୁ ସୁପ୍ରତିଷ୍ଠିତ କରିଥିଲେ। ପୂର୍ବପୁରୁଷର ବିଶାଳ ପ୍ରତିଷ୍ଠା ଆଜି ପରବର୍ତ୍ତୀ ଦାୟାଦ ପାଖରେ ନିମ୍ନମୁଖୀ ହେଇଯାଇଛି ବୋଲି କବି କହୁଛନ୍ତି। ରାଜାମାନେ ହୋଇଛନ୍ତି ଜଳଧାରା ପରି କ'ଣ ନା ଅଧୋଗତି ହେଇଯାଇଛନ୍ତି ବୋଲି କହିଛନ୍ତି କବି। ଠିକ୍ ସେହିପରି ରାଜାମାନେ ଜଳଧାରା ପରି ଅଧୋଗତି ହେଇଯାଇଛନ୍ତି ବୋଲି ସେ କହୁଛନ୍ତି। ତା ସହ ପ୍ରଜାମାନଙ୍କ ସହିତ କିଭଳି ସମ୍ପର୍କ ରହିଛି ନା ବାଜପାରା ପରି ସମ୍ପର୍କ ରହିଛି। ତାପରେ ରାଜାମାନେ ସଦାସର୍ବଦା ପରଶୋଷଣରେ ଲିପ୍ତ ରହି ବିଦେଶୀ ହାତରେ ନିଜକୁ ବନ୍ଧା କରିଦେଇଛନ୍ତି। ଏହି ରାଜାମାନେ କିଭଳି ନା ବିଦେଶୀ ହାତରେ ନିଜକୁ ପୁରାପୁରି ଭାବରେ ବନ୍ଧା କରିଦେଇଛନ୍ତି ବୋଲି କହୁଛନ୍ତି। ଠିକ୍ ସେହିପରି ବିଦେଶୀ ନିର୍ମମ ଶୋଷଣ ନୀତିକୁ ଗ୍ରହଣ କରୁଛନ୍ତି ଏବଂ ନିଜ ପ୍ରଜାକୁ ଶୋଷଣ କରୁଛନ୍ତି। ଯେଭଳି ବ୍ରିଟିଶମାନେ ଶୋଷଣ କରୁଥିଲେ, ସେହିଭଳି ଆମ ନିଜ ଲୋକ ହିଁ କ'ଣ କରୁଛନ୍ତି ନା ଶୋଷଣ କରୁଛନ୍ତି ବୋଲି କହୁଛନ୍ତି। ତା ସହ ସେମାନେ ବିଦେଶୀ ନିର୍ମମ ଶୋଷଣ ନୀତିକୁ ଗ୍ରହଣ କରିଛନ୍ତି। ମନ୍ତ୍ରୀମାନେ କିଭଳି ସେମାନେ ମିଛ କହୁଛନ୍ତି, ଖଟ, କାନକୁହା, ଖଣ୍ଟ ଭାବରେ କାର୍ଯ୍ୟକାରୀ ଦୁଃଖୀ ରଙ୍ଗୀକୁ ତଣ୍ଟି ଚିପି ରୋଜଗାର କରୁଥିଲେ ବୋଲି ଏଠାରେ ସେ ସମାଲୋଚନା କରିଛନ୍ତି। ପ୍ରଜାଙ୍କୁ କେବେ କଲେ ବୋଲେ କୌଶଳରେ ଅର୍ଥ ଶୋଷଣ କରି ନିଜର ପାପଧନ ବୃଦ୍ଧିରେ ରାଜା ଜମିଦାରମାନେ ସମର୍ଥ ଦେଉଥିଲେ। ପୋଛା ଘୁଞ୍ଚା ଦେଉନଥିଲେ। ସେମାନେ ଶୋଷଣ କରୁଥିଲେ କଳେ ବଳେ କୌଶଳେ। ତ ଜମିଦାର ଓ ରାଜାମାନେ ବିଳାସ ବ୍ୟସନରେ ତାଙ୍କର ଜୀବନ ଅତିବାହିତ ହେଉଥିଲା। ତା ସହ ରାଜ୍ୟଜୟ, ସୁନାମ ଆଦି କାର୍ଯ୍ୟରେ ମଧ୍ୟ ବିମୁଖତା ଦେଖାଦେଉଥିଲା। ତ ଏହି ସବୁ ଘଟଣା ଗୁଡ଼ିକ ଘଟିଯାଇଛି। ତା ସହ ପରପଦାନତ ଭାବରେ ନିଜକୁ ସର୍ବଦା ମଣି ଆସୁଥିଲେ। ଖୁଦକୁଣ୍ଡା ଖାଇ ପ୍ରଜାମାନେ ବଞ୍ଚିବା ସତେ ଯେପରି ତାଙ୍କର କପାଳ ଲିଖନ। ପ୍ରଜାକୁ ଶୋଷଣ କରିଥିଲେ କେଉଁମାନେ? ରାଜାମାନେ। ଏବଂ ପ୍ରଜାମାନେ ବଞ୍ଚିବା ସତେ ଯେପରି ତାଙ୍କର କପାଳ ଲିଖନ ବୋଲି। ତ ବିଭିନ୍ନ ଆଳ ଦେଖାଇ ସେମାନେ ପ୍ରଜାଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରୁଥିଲେ। ବହୁତ ଗୁଡ଼ିଏ ଟ୍ୟାକ୍ସ ମଧ୍ୟ ନେଉଥିଲେ। ତ ପ୍ରଜାଙ୍କ ତଣ୍ଟି ଚିପି କର ଆଦାୟ କରୁଥିଲେ। ତାକୁ କବି ନିଜ କବିତା ମାଧ୍ୟମରେ କହିଛନ୍ତି ଯେ ରାଜା ଧର୍ମ ହେଲା ପ୍ରଜାଧନ ବୁହା, ମନ୍ତ୍ରୀ ହେଲେ ଖଟ କାନ କୁହା, ତଣ୍ଡି ଦୁଃଖୀରଙ୍କ ଅରକ୍ଷିତ ରାଣ୍ଡ, ବିଦେଶୀଙ୍କି ଖୁଆଇଲ କୁକୁଟାଣ୍ଡ। ଅର୍ଥାତ୍ ସେ କହୁଛନ୍ତି ରାଜା ଧର୍ମ କ'ଣ ନା ପ୍ରଜାମାନଙ୍କର ଧନକୁ ବୋହି ନେବା ଏବଂ ମନ୍ତ୍ରୀମାନେ ତ ଖଳ, ଦୁଃଖୀ କାନକୁହା ବୋଲି କହୁଛନ୍ତି। ସେମାନେ ଦୁଃଖୀ ରଙ୍କି ଦରିଦ୍ରକୁ ଯିଏ ଜାଣିନାହିଁ କିଛି ତାଠାରୁ କ'ଣ କରୁଛନ୍ତି ଲୁଟିକି ବିଦେଶୀକୁ କ'ଣ କରୁଛନ୍ତି କୁକୁଡ଼ା ଅଣ୍ଡା ଖୁଆଉଛନ୍ତି ବୋଲି କହୁଛନ୍ତି। ତା ସହ ଧନର ଅସାରତା ସମ୍ପର୍କରେ ମଧ୍ୟ ସେ କହୁଛନ୍ତି। ଧନର ଅସାରତା, ପାର୍ଥିବ ସମ୍ପତ୍ତିର ମୂଲ୍ୟ ବୃଥା, ଏକଥାକୁ କବି କବିତାରେ ଚମତ୍କାର ଭାବରେ ପ୍ରତିଫଳନ କରିଛନ୍ତି। ଯେଉଁ ରାଜା ମହାରାଜା ଧନ ଧାନ୍ୟରେ ମଦମତ୍ତ ହୋଇ ପ୍ରଗଳ୍ଭ ହୋଇଛନ୍ତି, ସେମାନେ ମାନବିକତା ନାହିଁ ଉଲ୍ଲେଖ କରିଛନ୍ତି। ଯିଏ ଧନ ଲୋଭରେ ପାଗଳ, ସେ ତା ପାଖରେ ମାନବିକତା ନାହିଁ। ସମୟର ବିବର୍ତ୍ତନରେ କେତେ ଧନ ସମ୍ପତ୍ତି ନଷ୍ଟ ରହିଛି କେବଳ ଯଶ ନାମ କୀର୍ତ୍ତି ରାଜି। ଅର୍ଥାତ୍ ସମୟ ସହିତ ସବୁ ଚାଲିଯାଏ, କିନ୍ତୁ କ'ଣ ରହେ ନା ଯଶ, ଜଣଙ୍କର ଖ୍ୟାତି ରହେ ସବୁ ବୋଲି। ତେଣୁ ଧନର ଅସାରତାକୁ କବି ଦୃଷ୍ଟିରେ ବେଶ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଯେ ମର୍ତ୍ତେ କେତେ ଆସି କେତେ ଗଲେ ଭାଇ, କିଏ ନେଇଗଲେ କି ଧନ ମୁଣ୍ଡାଇ। ପଡ଼ିତ ରହିଲେ ପଛେ ହାତୀ ଘୋଡ଼ା, ପଡ଼ିତ ରହିଲା ସୁନା ରୂପା ତୋଡ଼ା, ପଡ଼ିତ ରହିଲା ରତନେ ଭାସର, କୁଅଁରେ ଭଣ୍ଡାଇ ସମଗନ୍ତା ଘର। ତ କେତେ ଆସିଲେଣି କେତେ ଗଲେଣି, କିନ୍ତୁ ତାଙ୍କର କ'ଣ ରହିଛି ନା ଯଶ କେବଳ ସବୁବେଳେ ଖ୍ୟାତ ରହିକରି ରହିଥାଏ ବୋଲି କହିଛନ୍ତି। ତ ସୃଷ୍ଟିରେ କେତେ କେତେ ଜନ୍ମଗ୍ରହଣ କରୁଛନ୍ତି।
କେତେ କେତେ ମହାଜନ ଜନ୍ମି କେତେ ଧନ ଅର୍ଜନ କରି ଛାଡ଼ି ଯାଇଛନ୍ତି, କିନ୍ତୁ ରହିଯାଇଛି ସେମାନଙ୍କର କେବଳ କର୍ମମାନ। ତେଣୁ ଆଲେକ୍‌ଜାଣ୍ଡାର ଗୋଟେ ଉଦାହରଣ ଦେଇ କହୁଛନ୍ତି ଯେ କ'ଣ କହୁଛନ୍ତି? ନା ଆଲେକ୍‌ଜାଣ୍ଡାର ମୃତ୍ୟୁ ସମୟରେ ଭାବବିହ୍ୱଳ ଭକ୍ତି ଭାବରେ ସେ ପ୍ରଣିଧାନ କରି କହୁଛନ୍ତି। କବି ଏଠାରେ ଉଲ୍ଲେଖ କରିଛନ୍ତି କ'ଣ? ନା ସେ କହୁଛନ୍ତି ଯେ ଜିଣିବାକୁ ଆଉ ନାହିଁ ଧରାଖଣ୍ଡ, ବୋଲି କଲେ ଯେହୁଁ ଅଶ୍ରୁସିକ୍ତ ଗଣ୍ଡ, ବୋଇଲେ ଏ ପ୍ରାଣ ଗଲେ ପିଣ୍ଡ ଛାଡ଼ି, ନେବ ଯେବେ ମୋତେ କୋକେଇରେ ବାଢ଼ି, ଦେଇଥିବ ତହିଁ ମୋସବ ଶୁଆଇ, ବେନି ପାଶେ ବେନି କରକୁ ଝୁଲାଇ, ଯା ଦେଖି ଜାଣିବେ ଜଗତେ ସମସ୍ତେ, ଆସିଗଲି ଫେରିଗଲି ଶୂନ୍ୟ ହସ୍ତେ। ତ ଆଲେକ୍‌ଜାଣ୍ଡାର କ'ଣ ଗୋଟେ ବିଶ୍ୱ ବିଜୟୀ ଥିଲେ। ସେ ସବୁ ଜିତି ଯାଇଥିଲେ ବିଶ୍ୱ। ହେଲେ ଯେତେବେଳେ ମଲା ସମୟରେ ସେ କ'ଣ କରିଛନ୍ତି? ନା ଗୋଟେ ଇଚ୍ଛା କରିଛନ୍ତି। ଯେତେବେଳେ ତାଙ୍କୁ ମୃତ୍ୟୁ ଆସିବ ସେ ସମୟରେ କ'ଣ ଗୋଟେ ଶବରେ ତାଙ୍କୁ ନିଆଯିବ ଏବଂ ହାତକୁ ଦୁଇ ପାର୍ଶ୍ୱରେ ଝୁଲାଇ ଦିଆଯିବ। ଯାହା ସାହାଯ୍ୟରେ ଜାଣିବେ ଯେ ଲୋକେ ଆସିଥିଲି ଫେରିଗଲି ଶୂନ୍ୟ ହସ୍ତରେ ବୋଲି କହିବେ। ତ ଏଠାରେ ତାପରେ ସେ କାଲକୁ ଟିକେ ସୂଚନା ଦେଇଛନ୍ତି କାଲ ସମ୍ପର୍କରେ। ମହାକାଳର କ୍ରୂରତା ପାଖରେ ସମସ୍ତେ ପାଣି ଫୋଟକା ସଦୃଶ। ଅର୍ଥାତ୍ କାଲ କେତେବେଳେ ବି ଆସି କେତେବେଳେ ଚାଲିଯିବ। ଅର୍ଥାତ୍ ଆମର ମୃତ୍ୟୁ ସର୍ବଦା ଆମ ପଛପଟେ ରହିଛି ବୋଲି କହୁଛନ୍ତି। ଏକଥା ଗ୍ରୀକ୍ ବୀର ଆଲେକ୍‌ଜାଣ୍ଡାର ଠାରେ ସ୍ପଷ୍ଟ ପ୍ରମାଣିତ। ଦେଶ ଜିଣିବାକୁ ସ୍ଥାନ ନଥିବାରୁ ଖେଦ ତଥା ଦୁଃଖ ପ୍ରକାଶ କରିଛନ୍ତି। ମୃତ୍ୟୁ ସମସ୍ତଙ୍କୁ କବଳିତ କରେ, ସେ ସର୍ବଶକ୍ତିମାନ। ମୃତ୍ୟୁକୁ କହୁଛନ୍ତି। ମୃତ୍ୟୁ ଆମ ପାଖେ ପାଖେ ସର୍ବଦା ରହିଥାଏ। ସେ ସର୍ବଶକ୍ତିମାନ। ଅହଙ୍କାର ଗର୍ବ ଦାମ୍ଭିକ ସବୁ ତା ପାର୍ଶ୍ୱରେ ନିଶ୍ଚିତ। ବ୍ୟକ୍ତି ଏକଥା ଚିନ୍ତା ନ କରି ବୃଥା ଆସ୍ଫାଲନ ଦେଖାଏ ଆତ୍ମବଡ଼ିମା କରି। ସେ ବୃଥା ଆସ୍ଫାଲନ କରି ତଥା ଆତ୍ମବଡ଼ିମା କରି ମୃତ୍ୟୁ ଅନିବାର୍ଯ୍ୟ ଜାଣି ପାର୍ଥିବ ସଂସାରେ ଧରାକୁ ସରା ମନେ କରନ୍ତି। ତ ମୃତ୍ୟୁ ଦୂରବର୍ତ୍ତୀ ଜାଣି ଯିଏ କାର୍ଯ୍ୟ କରେ ତା ପାଖେ ଅତି ସତର୍କତାର ସହିତ ମୃତ୍ୟୁ ଆଗ ପାଖରେ ବସିଥାଏ। ଯେ ମୃତ୍ୟୁ ଦୂରବର୍ତ୍ତୀ ଅଛି ବୋଲି ଭାବୁଥାଏ, କିନ୍ତୁ ସତର୍କତା ସହିତ ସେ କ'ଣ ତା ପାଖରେ ଥାଏ ବୋଲି ସେ ଜାଣିଥାଏ, ବସିଥାଏ। ଭବ ସଂସାରରେ ଯିଏ ମାୟାର ମାତ୍ରା ଯେତେ ବଢ଼ାଇଥାଏ ସେତେ ମାତ୍ରା ଯିଏ ଯଶ ଯନ୍ତ୍ରଣାରେ ଶିକାର ହୁଏ। ଯେତେ ମାୟା ତଥା ଭବ ସଂସାରରେ ଲିପ୍ତ ଥାଏ ସେ ଯମ ତାକୁ ସେତେ ଯମର ଶିକାର ହୁଏ। ଯମ ଯନ୍ତ୍ରଣାର ଶିକାର ହୁଏ ସେତେ ସେ। ଯେତେ ମାୟାରେ ଲୀନ ହେବ ସେ ସେତେ ଯନ୍ତ୍ରଣା ପାଇବ। ତେଣୁ ଏହି ଭବ ସଂସାରରୁ ପାର ହେବାକୁ ହେଲେ ଧର୍ମ କରିବାକୁ ପଡ଼ିବ। ଅର୍ଥାତ୍ ଧର୍ମ ଏକ ପୋତ ଭାବରେ ଈଶ୍ୱର ପଠାଇଛନ୍ତି। ଧର୍ମ ଏକ ସିନା ମହତପଣିଆ ଆଉ ବଡ଼ପଣ ଅଢ଼େଇ ଦିନା। ଧର୍ମକୁ କେବଳ ମହତପଣିଆ ବୋଲି କହିଛନ୍ତି କବି। ତ ସଂସାରରୁ ରକ୍ଷା କରିବାର ଗୋଟେ ମାର୍ଗ ହେଲା ଧର୍ମ କର୍ମ। ଧର୍ମ ହେଉଛି ମହତପଣିଆ ଆଉ ସବୁ ଅଢ଼େଇ ଦିନିଆ। ଧର୍ମ ବ୍ୟତୀତ ଆଉ ସବୁ ଅଢ଼େଇ ଦିନିଆ ସ୍ୱଳ୍ପ କାଳ ବୋଲି କହିଛନ୍ତି କବି। ବଡ଼ପଣ ହେଉଛି ବଡ଼ ଧର୍ମପଣ। କବି ଏହାର ମାହାତ୍ମ୍ୟକୁ ବର୍ଣ୍ଣନା କରି କହୁଛନ୍ତି ଯେ ଧର୍ମ ଏକା ସିନା ମହତପଣିଆ ଆଉ ବଡ଼ପଣ ଅଢ଼େଇ ଦିନିଆ। ବଡ଼ପଣ ଭାଇ ଏକା ସିନା ସେହି ଛଡ଼ାଇ କେହି ଯା ନ ପାରଇ ନେଇ। ସଂସାରର ଲାଳସା ବାସନାରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ନେଇ ଉଦାସୀନ ନେତ୍ରରେ ଦୁନିଆର ପ୍ରକୃତ ଗତି ଲକ୍ଷ୍ୟ କରି ଧର୍ମ କ୍ଷେତ୍ରରେ ମନୋନିବେଶ କରିବାକୁ କବି ପରିଭାଷା କରିଛନ୍ତି। ଏହି ଲାଳସା ବାସନା କାମନା ଏସବୁ ଠାରୁ ଟିକେ ଦୂରେଇ ରହିବା ପାଇଁ କହିଛନ୍ତି ଏବଂ ଦୁନିଆର ପ୍ରକୃତ ଗତି ଲକ୍ଷ୍ୟ କରି ଧର୍ମ କ୍ଷେତ୍ରରେ ମନୋନିବେଶ କରିବା ପାଇଁ ପରାମର୍ଶ ଦେଇଛନ୍ତି। ତ ଜନ୍ମଗ୍ରହଣ କରି ଧର୍ମ ଧାରଣା ପୂର୍ବକ ବଡ଼ପଣ ହାସଲ କରିବାକୁ କବିଙ୍କର ସୁଚିନ୍ତନ ପରାମର୍ଶ। ଆତ୍ମତତ୍ତ୍ୱ